ତାଙ୍କର ସ୍ୱାଭାବିକ ଭାବେ ଗର୍ଭଜାତ ହୁଏ। ଆରିଷ୍ଟୋକ୍ରାଟିକ୍ ଫ୍ୟାମିଲି ଜନ୍ମ ହେଇଛନ୍ତି। ଐଶ୍ୱର୍ଯ୍ୟ, ଧନମଦ, ଧନ ସମ୍ପଦ, ଭୌତିକ ଐଶ୍ୱର୍ଯ୍ୟ ଲାଭ କରିଛି। ସେ ସ୍ୱାଭାବିକ ଭାବେ ମଦମତ୍ତ, ଉନ୍ମତ୍ତ, ଯାହା କହନ୍ତି ପ୍ରାଉଡ୍, ପବ୍ଡ ଅପ୍ ହେଇଯାଆନ୍ତି, ଗର୍ବିତ ହେଇଯାଆନ୍ତି। ଶ୍ରୁତ ଶ୍ରୀ ଜଡ଼ ବିଦ୍ୟା ଆହରଣ କରିଥିବେ, ଜଡ଼ ବିଦ୍ୟା ଆହରଣ କରି ବଡ଼ ପଣ୍ଡିତ ହେଇଥିବେ, ଜଡ଼ ପାଣ୍ଡିତ୍ୟ ଆହରଣ କରିଥିବେ। ସେ ବହୁ ୟୁନିଭର୍ସିଟିର ଯାହା କହନ୍ତି ଡିଗ୍ରୀ ହାସଲ କରିଥିବେ, ବହୁ ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କରିଥିବେ। ସେମାନେ ମଧ୍ୟ ମନୋବତ୍ତ ହୁଅନ୍ତି, ବଡ଼ ଗର୍ବ ତାଙ୍କର, ଜଡ଼ ପାଣ୍ଡିତ୍ୟର ଗର୍ବ, ଜଡ଼ ପାଣ୍ଡିତ୍ୟର ଗର୍ବ ଅଛି। ସେଥିଯୋଗୁଁ ସେମାନେ ମଧ୍ୟ ପଦମତ୍ତ ହୁଅନ୍ତି। ଆଉ ଶ୍ରୀ ଦୈହିକ ଶାରୀରିକ ସୌନ୍ଦର୍ଯ୍ୟ, ଏଇଟା କାର୍ତ୍ତବୀର୍ଯ୍ୟାର୍ଜୁନ ଲାଭ କରିଥିଲେ। କୁହାଯାଇଛି ଦତ୍ତାତ୍ରେୟଙ୍କୁ ବେଷ୍ଟ ଅଫ୍ କ୍ଷତ୍ରିୟସ୍ କାର୍ତ୍ତବୀର୍ଯ୍ୟାର୍ଜୁନ କିଙ୍ଗ ଅଫ୍ ହରିହରସ୍ received 1000 hours in Dattatreya, the plenary expanse of the Supreme Personal Godhead. Narayana also became undefeatable by enemies and received an unobstructed sensory power, beauty. ଏସବୁ ଲାଭ କରିଥିଲେ। ଇନଫ୍ଲୁଏନ୍ସ, ଷ୍ଟ୍ରେଙ୍ଗଥ, ଫେମ୍, ମିଷ୍ଟିକ୍ ପାୱାର, ଯୋଗ ସିଦ୍ଧି ଲାଭ କରିଥିଲେ, ଅଣିମା ଲଘିମା ଆଦି। ଏଥିଯୋଗୁଁ ଫୁଲି ଅପୋନେଣ୍ଟ, ସେଥିପାଇଁ ବଡ଼ ଗର୍ବିତ ହୋଇଥିଲେ। ଏଥିପାଇଁ କାହାରି ଖାତି କରୁନଥିଲେ। ଏ ଦଳମାନ ମଦ, ଏ ମଦ ବା ଉନ୍ମତ୍ତତା ଗର୍ବ ବୃଦ୍ଧି କରେ। ଏଗୁଡ଼ାକ ବିନୟୀ ନହେଲେ ଜନ୍ମୈଶ୍ୱର୍ଯ୍ୟ ସୁତ ଶ୍ରୀବୀର ଧମାନ ମଦତ୍ମା ନୈବରତି ଅବିଧାତୁ ବୈତଂ ଅକିଞ୍ଚନ ଗୋଚରଂ। ଅକିଞ୍ଚନ ନିଷ୍କିଞ୍ଚନ ନହେଲେ ଭୋଗ ଦର୍ଶନ ହୁଏ ନା। ଯେଉଁମାନେ ବଡ଼ ଉଦ୍ଧତ, ବଡ଼ ଗର୍ବୀ, ଏ ଯୋଗୁଁ ଗର୍ବ, ଜନ୍ମ ଯୋଗୁଁ ସତ୍କୁଳ ଆରିଷ୍ଟୋକ୍ରାଟିକ୍ ଫ୍ୟାମିଲି ଉଚ୍ଚ ବଂଶ ଜନ୍ମ ହେଇଛନ୍ତି, ଗର୍ବ, ଭୌତିକ ଧନ ସମ୍ପଦ, ଐଶ୍ୱର୍ଯ୍ୟ ନେଇ ଗର୍ବ, ଜଡ଼ ପାଣ୍ଡିତ୍ୟ ନେଇ ଗର୍ବ, ଆଉ ରୂପ ଶ୍ରୀ, ଯେଉଁ ଗର୍ବ ଯୋଗୁଁ ଅହଙ୍କାର ବର୍ଦ୍ଧିତ হয়, ନିରଭିମାନ ନିଷ୍କାମ ଭକ୍ତ ଲଭ୍ୟ, କୃଷ୍ଣ ଭକ୍ତି ଲାଭ କରିପାରିବ ନା। ବୈତ ଅକିଞ୍ଚନ ଗୋଚରମ, ଅକିଞ୍ଚନ ନିଷ୍କିଞ୍ଚନ ନହେଲେ, ମହାପ୍ରଭୁଙ୍କର ଶିକ୍ଷା ଅନୁଯାୟୀ ତୃଣାଦପି ସୁନିଚ ଭାବ ନହେଲେ କେହି କେବେ ଭଗବତ ଦର୍ଶନ କରିପାରିବ ନା। ଭଗବାନଙ୍କର ନାମ କୀର୍ତ୍ତନ କରିବା ନା, ଶୁଦ୍ଧ ନାମ କେବେ ହେଲେ କୀର୍ତ୍ତନ କରିବାକୁ ସମର୍ଥ ହବ ନା। ପ୍ରାକୃତ ଜୀବଗଣ ଆଭିଜାତ୍ୟ, ପ୍ରଭୁତ୍ୱ, ବିଦ୍ୟାର ପ୍ରତିଭା, ସୌନ୍ଦର୍ଯ୍ୟ ପ୍ରଭୃତିରେ ବର୍ଦ୍ଧନ ନିମିତ୍ତ ପ୍ରମୁଖ ହୁଅନ୍ତି। ସେମାନେ ବେଗଗ୍ରସ୍ତ ହେଇ ଭଗବାନଙ୍କ ନାମ କୀର୍ତ୍ତନରେ ଯୋଗ୍ୟତା ଲାଭ କରନ୍ତି ନା। ପ୍ରାର୍ଥନା ଆପଣଙ୍କ ନାମ କୀର୍ତ୍ତନରେ ଯୋଗ୍ୟତା ଲାଭ କରିପାରନ୍ତି ନା। ଯାହାର କିଛି ଭୋଗବାସନା ଅଛି ଆପଣ ସେ ଅନୁଭବନୀୟ ହୁଅନ୍ତି ନା। ସେଥିପାଇଁ ରୂପ ଗୋସ୍ୱାମୀ କହିଛନ୍ତି ଅନ୍ୟାଭିଳାଷ ଶୂନ୍ୟଂ ଜ୍ଞାନ କର୍ମାଦି ଅନବୃତଂ ଆନୁକୂଲ୍ୟେନ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମା। କୌଣସି ବିଳାସ ରହିବ ନା। ଭୁକ୍ତି କାମନା, ମୁକ୍ତି କାମନା। ଯେଉଁମାନେ ଯାହା କହନ୍ତି ମେଟେରିଆଲିଷ୍ଟିକ୍ ପର୍ସନ, ଭୌତିକବାଦୀ ବ୍ୟକ୍ତି, ନାନା ପ୍ରକାର ଉପଭୋଗ କାମନା ଅଛି ସେମାନେ, ଆଉ ଯେଉଁମାନେ ମୁକ୍ତି କାମୀ, ମୁକ୍ତି ଚାହାନ୍ତି, ମୁମୁକ୍ଷୁ ବୋଲି କୁହାଯାଉଛି, ଭଗବାନଙ୍କ ଠାରେ ମିଶିଯିବା ବା ବ୍ରହ୍ମରେ ଲୀନ ହେବା, ଇମାନେ କହନ୍ତି। ଏ ଦୁଇଟା କାମନା ଭୌତିକ କାମନା ଭିତରେ ଯାଏ। ସେଥିପାଇଁ ଭୋଗବାସନା ସେମାନଙ୍କର ଅଛି, ଭୁକ୍ତି ମୁକ୍ତି, ଭଗବାନ ସେମାନଙ୍କ ଅନୁଭବନୀୟ ହୁଅନ୍ତି ନା। ଜୀବର ଚିତ୍ତବୃତ୍ତି ଭୋଗରେ ଆବଦ୍ଧ ହେଲେ ଭୋଗ ତ୍ୟାଗାତୀତ ରାଜ୍ୟର କୌଣସି ସନ୍ଧାନ ପାଆନ୍ତି ନା। ସୁତରାଂ ଭଗବାନଙ୍କ ନାମ ଗ୍ରହଣ ପ୍ରତି ସେବାରେ ତାର ଯୋଗ୍ୟତା ସମ୍ଭବପର ନୁହେଁ। ଯାହାର ଏ ପ୍ରକାର ଭୋଗବାସନା ଅଛି, ଇନ୍ଦ୍ରିୟ ଉପଭୋଗ ବାସନା, ଭୌତିକ ଉପଭୋଗ ବାସନା ଅଛି କିମ୍ବା ମୁକ୍ତି କାମନା ଅଛି, ସେ କେବେ ଭଗବାନଙ୍କ ନାମ ଗ୍ରହଣ କରିପାରିବ ନା। ଆଭିଜାତ୍ୟ ଆଦି ଭୋଗ ରୂପାଦାନ ସମୂହ ପ୍ରବଳ ଥିଲେ
ଅଦକ୍ଷ ଭଗବାନ ବସ୍ତୁ ମଧ୍ୟ ଭୋଗ୍ୟ ଜଗତର ଅନ୍ୟତମ ବୋଲି ଜ୍ଞାନ হয় ଭଗବାନ ମଧ୍ୟ ଏକ ଭୋଗ୍ୟ ବସ୍ତୁ ବୋଲି ସେମାନେ ଗ୍ରହଣ କରିନିଅନ୍ତି। କିନ୍ତୁ ମାଇକ ବସ୍ତୁ ଓ ବୈକୁଣ୍ଠ ବସ୍ତୁ ସମ୍ପୂର୍ଣ୍ଣ ଅଲଗା ଅଲଗା ନିତ୍ୟକାଳ ବିଭିନ୍ନ ଭୋଗ ଭୂମିକାରେ ଭଗବତ ବସ୍ତୁର ସନ୍ଧାନ ମିଳେ ନା। ଉପଭୋଗର କାମନା ଥିବ ଆସିବ ଭଗବତ ବସ୍ତୁର ସନ୍ଧାନ ପାଇବ ନା। ସେଥିପାଇଁ ସମ୍ପୂର୍ଣ୍ଣ ରୂପେ ଭୋଗ ବାସନା ବିବର୍ଜିତ କୌଣସି ପ୍ରକାର ଭୌତିକ ଉପଭୋଗର କାମନା ରଖିଦେଲେ କଦାପି ଭଗବତ ଭଜନ ହବ ନା, କଦାପି ଭକ୍ତି ଲାଭ ହବ ନା, ଏ କଥା ଦିଆଯାଉଛି। ସେଥିପାଇଁ ଭୁକ୍ତି କାମନା ମୁକ୍ତି କାମନା ଉଭୟ କାମନା ପରିତ୍ୟାଗ କରିବାକୁ ପଡ଼ିବ। ଜୀବେର